हेलो डियर एलटीआर एस्पिरेंट्स ସମସ୍ତଙ୍କୁ ନମସ୍କାର ଏବଂ ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ତ ଆଜି ଦେଖନ୍ତୁ ଆପଣମାନଙ୍କର ଯେଉଁ ହିନ୍ଦୀର ଏଲଟିଆରର ହିନ୍ଦୀର ଏକ୍ଜାମ୍ ପାଇଁ ନୋଟିଫିକେସନ୍ ଆସିଥିଲା 16 ନଭେମ୍ବର ହେବାର ଥିଲା। ତ ତାର ନୋଟିଫିକେସନ୍ ଆସିଯାଇଛି, ଫୁଲ୍ ନୋଟିଫିକେସନ୍, ଯେଉଁଥିରେ ଦେଖନ୍ତୁ ପ୍ରିଲିମିନାରୀ ଏକ୍ଜାମ୍ OMR ମୋଡ଼୍ରେ ହିଁ ହେବ। ଟୋଟାଲ୍ ମାର୍କ 100 ରହିବ, କ୍ୱେଶ୍ଚନ୍ 100 ରହିବ, 2 ଘଣ୍ଟା ଦିଆଯିବ, ମାନେ 120 ମିନିଟ୍। ତ ପ୍ରତି କ୍ୱେଶ୍ଚନ୍ ପାଇଁ ନେଗେଟିଭ୍ ମାର୍କିଂ ମଧ୍ୟ ଅଛି 0.25, 4ଟା ଭୁଲ କଲେ ଆପଣ 1 ମାର୍କ କଟିଯିବ। ତ ଏତିକି ଥିଲା ଆପଣଙ୍କର ପ୍ରିଲିମ୍ ପାଇଁ ଡେଟ୍। ଆଉ ଦେଖନ୍ତୁ ଆପଣଙ୍କର ଏଇ ଯେଉଁ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଲେଖା ହେଇଛି ଯେ ଆପଣ ପରମିଶନ୍ ନେଇକି ଆସିବେ କମିଶନର, ଆପଣ ସ୍କ୍ରାଇବ୍ ନେଇକି ଯିବେ ବୋଲି। ତ ସେଟା ସମସ୍ତେ ଯିଏ ବି PWD କ୍ୟାଣ୍ଡିଡେଟ୍ ଦେଖୁଛନ୍ତି ସେମାନେ ନିଶ୍ଚୟ ଧ୍ୟାନ ରଖିବେ। ଆପଣଙ୍କର ଆଡ଼ମିସନ୍ ଲେଟର୍ଟା ଦେଖନ୍ତୁ ଏଇଠି 10 ତାରିଖରେ ପଳେଇ ଆସିବ, 10 ନଭେମ୍ବରରେ ପଳେଇ ଆସିବ। ତାପରଠୁ ଆପଣମାନେ ଡାଉନଲୋଡ଼ କରିପାରିବେ OWC ୱେବସାଇଟ୍ରେ। ତ ହିନ୍ଦୀର ପିଲାମାନେ ତ ବହୁତ କମ୍ ସମୟ ପାଇଲେ ପ୍ରିଲିମ୍ ପାଇଁ, ପାଖାପାଖି ମାସେ ହିଁ ବି ସମୟ ପାଇନାହାନ୍ତି। ତ ଆଉ ମାତ୍ର 10 ଦିନ ହିଁ ଅଛି। ତ 10 ଦିନ ଭିତରେ ଆପଣମାନେ କେମିତି ପ୍ରିଲିମ୍ରେ କ୍ୱାଲିଫାଇ କରିବେ, ତ ସେଥିପାଇଁ ମୁଁ ଗୋଟିଏ ଛୋଟିଆ ଭିଡ଼ିଓଟେ କରିଦେଇଛି, ଆପଣମାନେ ଦେଖିପାରିବେ। ଏଇଠି ଦେଖନ୍ତୁ ଆପଣଙ୍କର ସିଲାବସ୍। ଆପଣଙ୍କର ପ୍ରିଲିମିନାରୀର ଏଇଟା ତ ସମସ୍ତଙ୍କ ପାଇଁ ସେମ୍ ସିଲାବସ୍, PCM CBT ଯାହା ଯିଏ ବି ହଉ ଆର୍ଟ୍ସ ସମସ୍ତଙ୍କ ପାଇଁ ସମାନ ସିଲାବସ୍ ଥିଲା। ବଟ୍ ହିନ୍ଦୀର ହୋଇନଥିଲା, କେସ୍ ହେଇକି ପୁଣି ତାଙ୍କର ପ୍ରିଲିମ୍ ପାଇଁ ଅର୍ଡ଼ର ଆସିଛି। ତ ତାଙ୍କର 100 ମାର୍କ ଯେଉଁ ପରୀକ୍ଷା ହେବ, ଆପଣଙ୍କର ଷ୍ଟ୍ରାଟେଜି କ'ଣ ରହିବ 10 ଦିନ ପାଇଁ। ତ 10 ଦିନ ପାଇଁ ଆପଣ ତ ବହୁତ କମ୍ ସମୟ ଅଛି ଆପଣଙ୍କର। ଆପଣ ବର୍ତ୍ତମାନ ଆଉ ନୂଆ ପାଠ କିଛି ପଢ଼ିପାରିବେ ନାହିଁ, ଯାହା କରିବେ କ୍ୱେଶ୍ଚନ୍ ହିଁ ସବୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ପ୍ରଥମେ ଆପଣଙ୍କୁ ଯେଉଁ କରେଣ୍ଟ ଆଫେୟାର୍ସ ଏଇଠି ଅଛି 10 ମାର୍କର, ୟା ପାଇଁ ଆପଣ ପ୍ରତିଦିନ ବେଶୀ ସମୟ ଦେବା ଦରକାର ନାହିଁ। ଆପଣ ପ୍ରତିଦିନ ସକାଳୁ ଉଠିବେ, ୟୁଟ୍ୟୁବରେ ବହୁତ ଗୁଡ଼ାଏ ଭିଡ଼ିଓ ଆସୁଛି ସବୁଦିନ ସକାଳୁ ସକାଳୁ। ସେଇଠି ଆପଣ ସବୁଦିନ ଘଣ୍ଟେ ଅଧଘଣ୍ଟେ ଟାଇମ୍ ଦିଅନ୍ତୁ। ଆପଣ 1.5x ବି ଦେଖିପାରିବେ ସେ ଭିଡ଼ିଓ ଗୁଡ଼ିକ। ପ୍ରତିଦିନ ଦିଅନ୍ତୁ, 10 ଦିନ ଦେଲେ ବହୁତ ଆପଣ 5 ମାର୍କ ନିହାତି ମିଳିଯିବ। ତ ଆପଣଙ୍କୁ ବର୍ତ୍ତମାନ ସେଇ ଭିଡ଼ିଓ ଗୁଡ଼ାକରୁ ପ୍ରତିଦିନ ସକାଳୁ ଅଧଘଣ୍ଟେ ଲେଖାଏଁ ଦେବେ, ଆଉ କିଛି ଆବଶ୍ୟକ ନାହିଁ କରେଣ୍ଟ ଆଫେୟାର୍ସ ପାଇଁ। ଆଉ କମ୍ପ୍ୟୁଟର ଆପଣମାନେ ଯାହା ବି ପଢ଼ିଥିବେ ବର୍ତ୍ତମାନ କେବଳ କ୍ୱେଶ୍ଚନ୍ ହିଁ ପ୍ରାକ୍ଟିସ୍ କରିବେ। 20 ମାର୍କ ଅଛି, ମିନିମମ୍ ଆପଣ ୟା ଭିତରୁ ନିହାତି 15 ପାଖାପାଖି ସ୍କୋର କରିପାରିବେ। ଖାଲି କ୍ୱେଶ୍ଚନ୍ ହିଁ ପ୍ରାକ୍ଟିସ୍ କରନ୍ତୁ ପ୍ରତି ବିଷୟର, କମ୍ପ୍ୟୁଟରରେ ଯାହା ଯାହା ଅଛି, ହାର୍ଡ଼ୱେୟାର ସଫ୍ଟୱେୟାର, ଆହୁରି ଆପଣଙ୍କର ବେସିକ୍ସ ଅଫ୍ କମ୍ପ୍ୟୁଟରରୁ କିଛି ବେସିକ୍ସ ଅଫ୍ କମ୍ପ୍ୟୁଟର ହିଁ ପଡ଼େ ବେଶୀ। ଆଉ ମେମୋରିରୁ ହିଁ ପଡ଼ିବ କ୍ୱେଶ୍ଚନ୍, ମେମୋରି ଟିକେ ଦେଖିକି ଯିବେ। ଆଉ ଆପଣଙ୍କର ଦେଖନ୍ତୁ କମ୍ପ୍ୟୁଟରରେ ସବୁ କିଛି ଦେଖି ସାରିଲା ପରେ ଇଣ୍ଟରନେଟ୍ରୁ କିଛି ଦେଖିବେ, ଇଣ୍ଟରନେଟ୍ରୁ ବି କ୍ୱେଶ୍ଚନ୍ ପଡ଼ିବ। ତ ଏଇସବୁ ମେମୋରି, ଇଣ୍ଟରନେଟ୍, ବେସିକ୍ସ ଅଫ୍ କମ୍ପ୍ୟୁଟରରୁ କିଛି ଦେଖିକି ଯିବେ। ଆଉ ଲଜିକାଲ୍ ରିଜନିଂ ଆଉ ଆବିଲିଟି, ଜେନେରାଲ ମେଣ୍ଟାଲ ଆବିଲିଟି 20ଟା କ୍ୱେଶ୍ଚନ୍ ପଡ଼ିବ। ତ ଆପଣ ଏଥିପାଇଁ ତ ନିହାତି କିଛି କିଛି ପ୍ରାକ୍ଟିସ୍ କରିଥିବେ। ପ୍ରତିଦିନ ୟା ପାଇଁ ରିଜନିଂ ବି କିଛି କିଛି 2 ଘଣ୍ଟା କି 3 ଘଣ୍ଟା ଦିନକୁ ଦିଅନ୍ତୁ, ନିହାତି ଆପଣଙ୍କର ଭଲ ରହିବ। ସବୁଦିନ ପ୍ରାକ୍ଟିସ୍ ନ କଲେ ରିଜନିଂ ଆପଣଙ୍କର ପରୀକ୍ଷାରେ ଆପଣ କରିପାରିବେନି, ତ ସେତିକି ଟାଇମ୍ ବି ହେଇନପାରେ। ତ ଏତିକି ଆପଣ ରିଜନିଂ ପାଇଁ ନିହାତି ଦିନକୁ 2-3 ଘଣ୍ଟା ଦିଅନ୍ତୁ। ବାକି ରହିଲା ଏରିଥମେଟିକ୍, ଯାହାର ଏରିଥମେଟିକ୍ ହେଉଛି ଭଲ କଥା, ଯାହାର ବି ନ ହେଉଛି ସେମାନେ କିଛି କିଛି ପ୍ରାକ୍ଟିସ୍ କରିବେ। ତ ଯେଉଁମାନଙ୍କର ବି ନ ହେଉଛି କିଛି ଅସୁବିଧା ନାହିଁ, ଆପଣଙ୍କ ପାଇଁ ମାସେ ମିଳିଛି, ସମସ୍ତଙ୍କ ପାଇଁ ବି ମାସେ ମିଳିବ ଟାଇମ୍। ତ କିଛି ବି ଡରିବାର ନାହିଁ, ସମସ୍ତଙ୍କ ପାଇଁ ସମାନ ଟାଇମ୍ ମିଳିଛି। ସମସ୍ତେ ସେଇ ଲେଭେଲରେ ହିଁ ପ୍ରାକ୍ଟିସ୍ କରିଥିବେ କି ପଢ଼ିଥିବେ। ଆଉ ଗୋଟେ କଥା ହେଲା ଆପଣଙ୍କର ଏରିଥମେଟିକ୍ ପାଇଁ ସେମିତି କିଛି ଡରିବାର ନାହିଁ। ତ ଯେଉଁମାନେ ପ୍ରାକ୍ଟିସ୍ କରୁଛନ୍ତି ଭଲ କଥା, ଯେଉଁମାନେ ନ କରୁଛନ୍ତି କିଛି ଅସୁବିଧା ନାହିଁ। ତାପରେ ଆସିବ ଆମର ଜେନେରାଲ ଷ୍ଟଡ଼ିଜ୍। ତ ଜେନେରାଲ ଷ୍ଟଡ଼ିଜ୍ ପାଇଁ ଆପଣଙ୍କର 30 ମାର୍କ ରହୁଛି, ଟିକେ ଭାଷ୍ଟ ବି ସିଲାବସ୍ ଟିକେ ରହୁଛି। ଓଡ଼ିଶା ହିଷ୍ଟ୍ରି ହେଉ, ଇଣ୍ଡିଆ ହିଷ୍ଟ୍ରି ହେଉ, କ୍ଲାଇମେଟ୍ ଚେଞ୍ଜ ଉପରେ ବି ଅଛି, ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ଉପରେ ଅଛି, ଇକୋନୋମି ଉପରେ ଅଛି, ଇଣ୍ଡିଆନ୍ ଆଣ୍ଡ ୱାର୍ଲଡ ଜୋଗ୍ରାଫି ଉପରେ ଅଛି। ତ ୟା ପାଇଁ ବହୁତ ଭାଷ୍ଟ ସିଲାବସ୍ ହେଇଯାଉଛି। ତ ଆପଣଙ୍କୁ ତ କେବଳ କ୍ୱାଲିଫାଇ କରିବାର ଅଛି। 100ରୁ ଆପଣ କ୍ୱେଶ୍ଚନ୍ ଯେଉଁ ଲେବୁଲରେ ପଡ଼ିଥିବ, ଏତେ ବି ହାର୍ଡ଼ ଲେବୁଲ୍ କ୍ୱେଶ୍ଚନ୍ ପଡ଼େନି। ତ ସେଇ ମଡରେଟର, ଇଜିର ମଡରେଟ୍ ହିଁ ପଡ଼େ। ଆପଣ ଇଣ୍ଡିଆନ୍ କନଷ୍ଟିଟ୍ୟୁସନଟା ରହିବ ତାର ମେନ୍ ପାର୍ଟ। ତ ଏଇ ଇଣ୍ଡିଆନ୍ କନଷ୍ଟିଟ୍ୟୁସନଟା ଆପଣ ଟିକେ ଦେଖିକି ଭଲସେ ଯିବେ। ଇଣ୍ଡିଆନ୍ କନଷ୍ଟିଟ୍ୟୁସନଟା ଏଇଟା, ଏଇଥିରୁ ହିଁ ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଟିକେ ପଡ଼ିପାରେ, 5-6ଟା କ୍ୱେଶ୍ଚନ୍ ପଡ଼ିପାରେ। ଆଉ ଆପଣଙ୍କର ଏନଭାୟରନମେଣ୍ଟ, କ୍ଲାଇମେଟ୍ ଚେଞ୍ଜରେ ବି ଆପଣ 2-3ଟା କ୍ୱେଶ୍ଚନ୍ ପାଇଯିବେ। ଆଉ ଆପଣ ଯଦି ପାରିବେ ଇଣ୍ଡିଆନ୍ ଆଣ୍ଡ ୱାର୍ଲଡ ଜୋଗ୍ରାଫି, ଆପଣଙ୍କ ଇଣ୍ଡିଆନ୍ ଜୋଗ୍ରାଫି ଦେଖିଥିବେ, ଆଉ ଓଡ଼ିଶାର ହିଷ୍ଟ୍ରି ଦେଖିଥିବେ, ହିଷ୍ଟ୍ରି ଅଫ୍ ଓଡ଼ିଶା। ଏତିକି ଟପିକ୍ ହିଁ ଦେଖିକି ଗଲେ ବି ଆପଣଙ୍କୁ ଯେତିକି ଟାଇମ୍ ଅଛି ଆରାମସେ କରିପାରିବେ। ଏବେ ଆଉ ଟପିକ୍ ଦେଖିବାର ନାହିଁ, ଏଇ ଟପିକ୍ରୁ ଆପଣ କ୍ୱେଶ୍ଚନ୍ ସବୁ ପ୍ରାକ୍ଟିସ୍ କରିଚାଲିବେ। ଯେତେ ଆପଣ ଅଧିକା କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବେ, ଆପଣଙ୍କ ସେତେ ପରୀକ୍ଷା ବହୁତ ଭଲ ହେବ। ଆପଣ ଯେତେ ବି ପଢ଼ିଥିବେ, ଆପଣଙ୍କ ସେଇ ଅନୁସାରେ ଆପଣଙ୍କର ଯେଉଁ ଅପସନ୍ ଥିବ, ଆପଣ ଅପସନ୍କୁ ଏଲିମିନେଟ୍ କରିକି ଆରାମସେ ଆନ୍ସର୍ କରିପାରିବେ। ତ କେବେ ବି ବେଶୀ କ୍ୱେଶ୍ଚନ୍ ଆଟେମ୍ପ୍ଟ କରିବେନି, ଯେତିକି ଆଟେମ୍ପ୍ଟ କରିବା କଥା ଆପଣଙ୍କୁ ଲାଗୁଛି ହଁ ମୁଁ ଏତିକିରେ କ୍ୱାଲିଫାଇ କରିଯିବି, ତ ଆପଣ ସେତିକି ହିଁ ଆଟେମ୍ପ୍ଟ କରିବେ। ଏମିତି ବେଶୀ ବେଶୀ ମାର୍କ ଦେଲେ ଆପଣଙ୍କର ନେଗେଟିଭ୍ ମାର୍କିଂ ହେଇକି ଆପଣ ଡିସ୍କ୍ୱାଲିଫାଇ ହେଇଯାଇପାରନ୍ତି। ତ ପିଲା ବି ଏତେ ନାହାନ୍ତି, ଆପଣମାନେ ନିଶ୍ଚୟ କ୍ୱାଲିଫାଇ କରିପାରିବେ। ତ ଏତିକି ଥିଲା ଷ୍ଟ୍ରାଟେଜି ଭିଡ଼ିଓ। ତ ସବୁଦିନ ଆପଣଙ୍କୁ ସମାନ ଟାଇମ୍ ଦେବାକୁ ପଡ଼ିବ, ଯାହା ଯାହା କହିଲି ଏତିକି ଆପଣ ଦେଲେ ଆପଣ ନିଶ୍ଚୟ ପ୍ରିଲିମ୍ରେ କ୍ୱାଲିଫାଇ କରିଯିବେ। ତ ଥ୍ୟାଙ୍କ ୟୁ, ଏତିକି ଥିଲା ଆଜିର ଭିଡ଼ିଓ। ଭଲ ଲାଗିଥିଲେ ନିହାତି ଲାଇକ୍ କରିବେ। ଥ୍ୟାଙ୍କ ୟୁ, ରହିଲି, ଜୟ ଜଗନ୍ନାଥ।